ଅମର ଦାଦା ଆଉ ହିମାନି ଦିଦି ମାହେଶ୍ୱରୀ ମହୋତ୍ସବରେ ଆସିଛନ୍ ଯେ ଯେନ୍ ମଜା କରୁଛନ୍ ଯେ କହିଲେନି ସରେନ ନମସ୍କାର ବଲାଙ୍ଗୀର ଆପଣମାନଙ୍କୁ ଇ ମୋର କୁନୁ ମୁନୁ ବ୍ଲଗ୍ଥି ସ୍ୱାଗତ କରୁଛେଁ। ଇଟା ତ ଆମେ ଯାଉଛୁ ଇହାଦେ ମାହେଶ୍ୱରୀ ମହୋତ୍ସବ କଲାମଣ୍ଡଲ ପଡ଼ିଆନ ଅଛି ତ ସେନ୍କେ ବି ପହଞ୍ଚି ଗନୁ ନ ଆଉ ଇଟା ତାରପରେ ପହଞ୍ଚି କରି ଅମର ଦାଦା ସାଙ୍ଗେ ଫଟୋ ଫୁଟା ହେଇକରି ପଲେଇ ଆସୁଁ ଯେନ ପ୍ରୋଗ୍ରାମ ହଉଥିଲା ଆଉ ପ୍ରୋଗ୍ରାମ ନ ଆମେ ଇଟା ଯେନ୍ ହିସାବେ ୱେଲକମ୍ କରୁଥିସୁଁ ଯେ ଦେଖିକରି ଦିଲ୍ ଖୁସି ହେଇଯିବା। ତାପରେ ଇଟା ଭିତରକେ ପଲେଇ ଆସିଲା ପରେ ଦିଶୁଥିଲା ସବୁଆଡ଼େ ଖାଲି ହ୍ୱାଇଟ୍ ସାର୍ଟ ଗୁଟେ ଗୁଟେ ଆଉ ଇଟା ତାରପରେ ଇ ବନିର ଡ୍ୟାନ୍ସ ଦେଖିକରି ପୁରା ଦିଲ୍ ଖୁସ୍ ହେଇଯାସି। ତାରପରେ ପରେ ଇନ ଖାଇବାର୍କେ ବି ଷ୍ଟାର୍ଟ କରିଥିସନ ଖାଇବାର୍ଟା ବି ସମକୁ ଦୟା ହଉଥିଲା। ତ ଇଟା ଦେଖିପାରୁଥିବ ଇଟା ଖାଇବାର୍ ପରେ ପରେ ଏକା ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେଇଆସି। ଆଉ ଇଟା ଦେଖିପାରୁଥିବ ସାର୍ଟେ ଗାଉଛନ୍ ଗୀତ ଯେନ୍ଟାକି ପୁରା ପୁରୁଣାରୁ ପୁରୁଣା ଗୀତମାନେ ଗାଉଥିଲେ। ତାରପରେ ପଲେଇ ଆସନ୍ ହିମାନି ଦିଦି ଆଉ ତାଙ୍କର ଯେନ୍ଟାକି ହିଟ୍ ସଙ୍ଗରେ ସ୍ୟାଡ଼୍ ସଙ୍ଗ ଯେନ୍ଟା ଅଛି ସେଟା ଗାଇକରି ପୁରା ସମକୁ ସାଇଡ଼୍ କରିଦେସନ୍। ତାରପରେ ଇଟା ଦେଖିପାରୁଥିବ ପଲେଇ ଆସନ୍ ଅମର ଦାଦା ଆଉ ସମକୁ ଜୁହାର ମୁଡ଼ିଆ ଗୁଟେ ଗୁଟେ କରିଦେଇକରି ତାଙ୍କର ଗୀତଟା ବି ଇହାଦେ ଷ୍ଟାର୍ଟ କରିଦେସନ୍। ତ ଦେଖିପାରୁଥିବ ଇଟା ତାଙ୍କର ଗୀତ ବି ଷ୍ଟାର୍ଟ କରିଦେଲେ। ଇ ଦାଦା କାଣା ହେଇଗଲା ସଜନୀକି ଗୀତ ଗାଇଦେବାର୍କେ ସବେ ଖୁସ୍ ହେଇଗଲେ। ଆଉ ଯଦି ମାହେଶ୍ୱରୀ ମହୋତ୍ସବର ଫୁଲ୍ ଲଙ୍ଗ୍ ଭିଡ଼ିଓ ଦେଖ୍ବାର୍ ଲାଗି ଚାହୁଁଛନ୍ ତାହେଲେ ନସିବ୍ ବ୍ଲଗିଂ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆଭେଲେବୁଲ୍ ରହିବା। ତ ଲାଇକ୍ ସେୟାର କମେଣ୍ଟ ଆଉ ଫଲୋଟେ ବି କରି